ହ୍ୱାଟ୍ସଆପ୍ ସାହାଯ୍ୟରେ କେମିତି ଘର ଏବଂ ରେସନ୍ କାର୍ଡ଼ ଆପ୍ଲାଏ କରିପାରିବେ ବା ବହୁତ ଶୀଘ୍ର ଆପଣ ପାଇପାରିବେ। ଚାଲନ୍ତୁ ଜାଣିବା ଏହା ବିଷୟରେ। ଜୟ ଜଗନ୍ନାଥ, ମୁଁ ପିକେ ଆପଣମାନଙ୍କୁ ସ୍ୱାଗତ କରୁଛି ପୁଣି ଏକ ନୂଆ ଭିଡ଼ିଓରେ। କୌଣସି କିଛି ଆମେ ଲେଟ୍ ନକରି ଷ୍ଟାର୍ଟ କରିବା। ସେଥିପାଇଁ ଆମେ ମୋବାଇଲ ସ୍କ୍ରିନ୍କୁ କୌଣସି ମୋବାଇଲକୁ ଯିବା, ସେଥିରେ ଲେଖିବା ଆମେ ଡାଇରେକ୍ଟ ଜନଶୁଣାଣି। ଜନଶୁଣାଣି ଲେଖିଲା ପରେ ଏହିପରି ଆପଣମାନଙ୍କୁ ଏକ ପେଜ୍ ଦେଖାଇବ। ଉପରେ ଯେଉଁ ଗିଭେନ୍ସ ରେସିଡେଣ୍ଟାଲ ପୋର୍ଟାଲ, ତାପରେ ଆମେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଏହିପରି ଆପଣମାନଙ୍କୁ ଏକ ପେଜ୍ ଆସିବ। ପେଜ୍ ଆସିଲା ପରେ ଆପଣ ଦେଖିବ ଟିକେ ସ୍କ୍ରୋଲ୍ କରିକି ତଳକୁ ପଳାଇବେ। ଯଦି ମୋବାଇଲରେ ଆପ୍ଲାଏ କରୁଛନ୍ତି ଦେଖିପାରୁଥିବେ ଏଠି ହ୍ୱାଟ୍ସଆପ୍ ଚିହ୍ନ ଆସୁଛି। ଟିକେ ତଳକୁ ଆସିଲା ପରେ ଦେଖିବ ମୋବାଇଲ ଚିହ୍ନ ଉପରେ ଏକ ଲିଙ୍କ୍ ଅଛି, ତା ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ସେ ଡାଇରେକ୍ଟ ରିଡାଇରେକ୍ଟ ହେଇଯିବ ହ୍ୱାଟ୍ସଆପ୍। ଆପଣ ହ୍ୱାଟ୍ସଆପ୍କୁ ଡାଇରେକ୍ଟ ହେଇଯିବ। ହେଲା ପରେ ଏହିପରି ହ୍ୱାଟ୍ସଆପ୍ ଯେଉଁ ଚାର୍ଟ ଦେଖାଉଛି ସେ ଚାର୍ଟ ଆପଣ ପଳେଇ ଆସିବେ। ଆସିଲା ପରେ ହାଇ ଲେଖିବେ। ହାଇ ଲେଖିଲା ପରେ ଆପଣ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ। ଏହିପରି ଆପଣମାନଙ୍କୁ ଏକ ଲେଖା ଆସିବ, ଦେଖିପାରୁଥିବେ। ଜନଶୁଣାଣି ଆପଣଙ୍କୁ ସ୍ୱାଗତ। ଅଭିଯୋଗ ପାଇଁ ଆପଣ ଅଫିସିଆଲ ହ୍ୱାଟ୍ସଆପ୍ରେ ଚ୍ୟାନେଲରେ। ଏହିପରି ଆପଣମାନଙ୍କୁ ଏକ ପେଜ୍ ଆସିଲା। ପେଜ୍ ଆସିଲା ପରେ ଆପଣ ଇଂଲିଶ କିମ୍ବା ଓଡ଼ିଆ ଅଛି, ଓଡ଼ିଆ ଉପରେ ଆପଣ ଇଂଲିଶ ବି ଚୁଜ୍ କରିପାରନ୍ତି, ସେମିତି କିଛି ନାହିଁ। ଓଡ଼ିଆ ଉପରେ ମୁଁ ଚୁଜ୍ କରିଦେଉଛି। ଚୁଜ୍ କଲା ପରେ ଆପଣଙ୍କର ଫେରି ଅଭିଯୋଗ କରିବା ପାଇଁ ଏକ ଆସିବ ଅଭିଯୋଗ ଦାଖଲ। ଅଭିଯୋଗରେ ସୃଷ୍ଟି ଜନଶୁଣାଣି ବିଷୟରେ ଆମେ ବର୍ତ୍ତମାନ ଅଭିଯୋଗ କରିବାକୁ ଯାଉଛେ, ସେଥିପାଇଁ ଅଭିଯୋଗ ଉପରେ କ୍ଲିକ୍ କରିବା। ଅଭିଯୋଗ ଦାଖଲ। ଦେଖ ତା ଉପରେ କ୍ଲିକ୍ କଲା ପରେ ଦୟାକରି ଆପଣଙ୍କର ସମ୍ପୂର୍ଣ୍ଣ ନାମ ପ୍ରବେଶ କରନ୍ତୁ। ଏଠି ଆପଣଙ୍କର ପୁରା ନାମଟି ପ୍ରବେଶ କରି ନେଇଯିବେ ଦେବେ। ମୁଁ ଆପଣଙ୍କୁ ଉଦାହରଣ ସ୍ୱରୂପ ଗୋଟେ ନାଁ ଦେଇଦେଉଛି। ଖାସ୍ କରିକି ଆପଣ ସ୍ତ୍ରୀ ଲୋକ ନାଁ ଦେବେ। ମୁଁ କହିଦେଉଛି, ଏଠି ମୁଁ ପୁରୁଷ ଲୋକ ନାଁ ଦେଇଦେଉଛି। ଆପଣ ସ୍ତ୍ରୀ ଲୋକ ନାଁ ଦେବେ। ଏଇଟିକୁ ନାମ ଦେଲା ପରେ ଯିଏ ପାରି ସିଏ କରିପାରିବେ। ତାପରେ ଏଠି ଆପଣ ପୁରୁଷ କିମ୍ବା ମହିଳା ଚୁଜ୍ କରି ନେଇଯିବେ। ଆପଣ ଯଦି ସ୍ତ୍ରୀ ଲୋକ, ମୁଁ ଏଠି ପୁରୁଷ ଚୁଜ୍ କରୁଛି। ପୁରୁଷ ଚୁଜ୍ କଲା ପରେ ଦେଖନ୍ତୁ ଲେଖା ହେଇଛି। ଆପଣ କି ପ୍ରକାରର ବିକଳ୍ପ ଟାଇପ୍ କରନ୍ତୁ, ପଠାନ୍ତୁ, ଚୟନ କରନ୍ତୁ ଲେଖା ହେଇଛି। ଚୟନ ଉପରେ ଆପଣ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଲେଖା ହେଇଥିବେ ହଁ। ଆପଣ କେଉଁ ପ୍ରକାର, ଆପଣ ଏକ ପଙ୍ଗୁ କି ଅଲଗା, ଏଠି ଅକ୍ଷମତା, ମୁଁ ଡାଇରେକ୍ଟ ତଳକୁ ଅନ୍ୟାନ୍ୟ ଅକ୍ଷମତା ତଳେ ଲେଖା ହେଇଥିବ, ତା ଉପରେ ଆପଣ କ୍ଲିକ୍ କରିବେ। ମୁଁ ଅନ୍ୟାନ୍ୟ ଅକ୍ଷମତା ଉପରେ କ୍ଲିକ୍ କରୁଛି। ଯଦି ଆପଣଙ୍କର ପଙ୍ଗୁ କିମ୍ବା ଅନ୍ୟ କିଛି ହେଇଥିବେ ଆପଣ ସେହି ହିସାବରେ ଚୁଜ୍ କରି ନେଇଯିବେ। ତାପରେ ଆସିବ ଆପଣଙ୍କର ଏଠି ଜିଲ୍ଲା ଚୁଜ୍ କରିବେ। ଆପଣଙ୍କର ଯେଉଁ ଜିଲ୍ଲା ହେଇଥାଉ ନା କାହିଁକି ଆପଣ ଏଠି ଜିଲ୍ଲା ଚୁଜ୍ କରି ନେଇଯିବେ। ଏଠି ଜିଲ୍ଲାର ସିରିଏଲ୍ ନମ୍ବର ଥିବ, ଆପଣ ସେଇ ସିରିଏଲ୍ ନମ୍ବରଟିକୁ ଲେଖିବେ। ଉପରେ ଲେଖା ହେଇଛି ଜିଲ୍ଲାର ବିକଳ୍ପ ସଂଖ୍ୟା ଟାଇପ୍ କରନ୍ତୁ, ଯଥା ଅନୁଗୁଳ ପାଇଁ 1 ପଠାନ୍ତୁ। ଆପଣ ଯେମିତି ଅନୁଗୁଳ ପାଇଁ 1 ଅଛି, ଆପଣ ଯଦି ବଲାଙ୍ଗୀର ହେଇଥିବେ 2 ଦେବେ, ବାଲେଶ୍ୱର ହେଇଥିଲେ 3 ଦେବେ। ଏହିପରି ଆପଣ ଦେବେ। ମୟୂରଭଞ୍ଜ ଚୁଜ୍ କରୁଛି, 22 ନମ୍ବରରେ ଅଛି। ତାପରେ ଆପଣଙ୍କର ଆସିବ ବ୍ଲକ। ଆପଣଙ୍କର ଯେଉଁ ବ୍ଲକ ହେଇଥିବ ଆପଣ ଚୁଜ୍ କରି ନେଇଯିବେ। ସେହିପରି ଆପଣ ସିରିଏଲ୍ ନମ୍ବର ଦେଇ ଆପଣ ଚୁଜ୍ କରି ନେଇଯିବେ। ମୁଁ ଦେଖ କପ୍ତିପଦା ବ୍ଲକ ଚୟନ କରୁଛନ୍ତି, ଲେଖିପାରୁଥିବେ କପ୍ତିପଦା ଦେଖାଇଲା। କପ୍ତିପଦା ଆପଣ ଚୟନ କରିଛନ୍ତି। ତାପରେ ଆପଣଙ୍କର କେଉଁ ଏରିଆ ଲୋକ ଲ୍ୟାଣ୍ଡମାର୍କ କହୁଛି, ଆପଣଙ୍କର ଘରର ଠିକଣା
पूरा देबे एटी आपणक एरिया जदि आपणकर गाँ आसुना ना आसुनी आपणकर जीपी चूज करने जीवे मुझे गाँव नाटा लिखिदे कप्तिपदा बोली लिखिदे देखिए आपणकर अभियोग विषय सविशेष विवरणी दियंती आपण ये अभियोग करने प्रथम तो आपणकर ना लिखिए मु लिखिदे आपणकर जदि ओडिया आपणकर आसुनी तमें इंग्लीश लिखिए माय नेम लिखिए मु ओडिया लिखिदे मोर नाम आपन जदि इंग्लीश चूज करेंगे इंग्लीश भी हम प्रथम आपण को ना लिखिए तापर मोर नाम एटा जहाँ थी आपणकर देवे तापर आपणकर मु एही ग्रामर बासिंदा अटे मु मोर चाउल कार्ड नाही मोर परिवार बहुत असुविधा रही किंबा मोर घर खंडे नाही मो असुविधा यहीपरि लिखिए आपण सर्च करके उठला पर आपणकर टोकन नंबर एक तैयारी हो आपण बहुत शीघ्र 10-12 दिन भीतर आपणकर घर किंबा राशन कार्ड पाइबे। जय जगन्नाथ।